ଫେବୃଆରୀ ନ୍ୟାସନାଲ୍ ସାଇନ୍ସ ଡେ ପାଳନ କରାଯାଉଛି। 28 ଫେବୃଆରୀ 1928ରେ ସିଭି ରମନ ଡିସ୍କଭର କରିଥିଲେ ଲାଇଟ୍ ଇଫେକ୍ଟ ବା ଲାଇଟ୍ର ସ୍କାଟରିଂ, ଯେଉଁଟାକୁ ରମନ ଇଫେକ୍ଟ ବା ରମନ ସ୍କାଟରିଂ ନାମରେ ନାମିତ କରାଗଲା। 1930ରେ ଫିଜିକ୍ସରେ ତାଙ୍କୁ ନୋବେଲ ପ୍ରାଇଜ୍ ମିଳିଲା। 1954ରେ ତାଙ୍କୁ ଭାରତ ରତ୍ନ ମିଳିଲା। 1886ରେ 28 ଫେବୃଆରୀଟାକୁ ନ୍ୟାସନାଲ୍ ସାଇନ୍ସ ଡେ ରୂପେ ପାଳନ କରାଗଲା ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଦ୍ୱାରା। ଥିମ୍ ଅଛି ଏ ବର୍ଷର ଓମେନ୍ ଇନ୍ ସାଇନ୍ସ କାଟାଲାଇଜିଂ ବିକଶିତ ଭାରତ। ସିଭି ରମନ ଜନ୍ମଗ୍ରହଣ କରିଥିଲେ 7 ନଭେମ୍ବର 1888ରେ, 21 ନଭେମ୍ବର 1970ରେ ମୃତ୍ୟୁବରଣ କରିଥିଲେ। ରେୟାର ଡିଜିଜ୍ ଡେ ଯେଉଁଟାକି ପାଳନ କରାଯାଉଛି ଫେବୃଆରୀ ମାସର ଅନ୍ତିମ ଦିନରେ, ଯେଉଁଟାକି ଏ ବର୍ଷ 28 ଫେବୃଆରୀରେ ପାଳନ କରାଯାଉଛି। 2008ରେ ଏଇଟା ପାଳନ କରିବା ଆରମ୍ଭ ହୋଇଥିଲା, ସେବେ ଏଇଟା ଲିପ୍ ଇୟର୍ ଥିଲା, ତେଣୁ 29 ଫେବୃଆରୀରେ ପାଳନ କରାଯାଇଥିଲା। ଥିମ୍ ଅଛି ଏ ବର୍ଷର ମୋର୍ ଦ୍ୟାନ୍ ୟୁ କ୍ୟାନ୍ ଇମାଜିନ୍ ଦ ରିଏଲିଟିଜ୍ ବିହାଇଣ୍ଡ ରେୟାର ଡିଜିଜେସ୍। 6th ଖେଲୋ ଇଣ୍ଡିଆ ୱିଣ୍ଟର ଗେମ୍ 2026 ଯେଉଁଟାକି ସରିଯାଇଛି। ମାସ୍କଟ୍ ଥିଲା CNEC ସାନ୍ ବା ସ୍ନୋ ଲିଓପାର୍ଡ। ଫାର୍ଷ୍ଟ ଲେଗ୍ କମ୍ପ୍ଲିଟ୍ ହେଇଛି ଲେହ ଲାଦାଖରେ, ସେକେଣ୍ଡ ଲେଗ୍ କମ୍ପ୍ଲିଟ୍ ହେଇଛି ଗୁଲମାର୍ଗ ଜାମ୍ମୁ କାଶ୍ମୀରରେ। ଏଥିରେ ଆର୍ମି ଟପ୍ରେ ଅଛି 23ଟା ମେଡାଲ ସହିତ 9ଟା ଗୋଲ୍ଡ, 6ଟା ସିଲଭର, 8ଟା ବ୍ରୋଞ୍ଜ ସହିତ। ହିମାଚଳ ପ୍ରଦେଶ 14ଟା ମେଡାଲ ସହିତ ସେକେଣ୍ଡରେ ଅଛି। ହରିୟାଣା 7ଟା ମେଡାଲ ସହିତ ଥାର୍ଡ଼ରେ ଅଛି। ଗ୍ଲୋବାଲ ମେଣ୍ଟାଲ ହେଲ୍ଥ ଇଣ୍ଡେକ୍ସ 2025 ଯେଉଁଟାକି ସେପିୟନ୍ ଲ୍ୟାବ୍ ରିଲିଜ୍ କରିଛି, ସେ ଗୋଟେ ଆମେରିକାନ୍ NGO। ଇଣ୍ଡିଆ ୟଙ୍ଗ ଆଡଲ୍ଟ 18ରୁ 34 ବର୍ଷ ଏଜ୍ ଗ୍ରୁପ୍ରେ ର୍ୟାଙ୍କ କରିଛି 60, 84ଟା ନ୍ୟାସନ୍ ଭିତରେ। ମାଇଣ୍ଡ ହେଲ୍ଥ କୋସେଣ୍ଟରେ ସ୍କୋର କରିଛି 33 ସ୍କୋର କରି 60 ର୍ୟାଙ୍କରେ ଅଛି। ଇଣ୍ଡିଆନ୍ ଏଜ୍ ଗ୍ରୁପ୍ 55ରୁ ଏଭବ୍ରେ 49 ର୍ୟାଙ୍କରେ ଅଛି, 96 ସ୍କୋର କରି 49 ର୍ୟାଙ୍କରେ ଅଛି। ଏଜ୍ ଗ୍ରୁପ୍ 18ରୁ 34ରେ ଟପ୍ରେ ଅଛି ଘାନା, ଆଉ 55 ଏଭବ୍ରେ ଅଛି ଇଣ୍ଡୋନେସିଆ, ଟପ୍ରେ ଅଛି। 350 ଡେଥ୍, 50ତମ ଡେଥ୍ ଆନିଭର୍ସରୀ ପାଳନ କରାଯାଉଛି ଶ୍ରୀ ଗୁରୁ ତେଗ୍ ବାହାଦୁରଙ୍କର, ଯିଏକି ଥିଲେ ନବମ ଶିଖ୍ ଗୁରୁ। ନବୀ ମୁମ୍ବାଇରେ ପାଳନ କରାଯାଉଛି। ପେକ୍ୟୋଙ୍ଗ ଏୟାରପୋର୍ଟ ଯେଉଁଟାକି ସିକିମ୍ରେ ଅଛି, ତା'ର ନାଁ ଚେଞ୍ଜ କରାଯାଇକି ତ୍ରିଲୋଚନ ପୋଖରେଲ ଏୟାରପୋର୍ଟ କରାଯାଉଛି। ତ୍ରିଲୋଚନ ପୋଖରେଲ ଜଣେ ଫ୍ରିଡମ୍ ଫାଇଟର ଥିଲେ, ଗାନ୍ଧୀକୁ ଫଲୋ କରିଥିଲେ, ତେଣୁ ତାଙ୍କୁ ଗାନ୍ଧୀ ପୋଖରେଲ ମଧ୍ୟ କୁହାଯାଉଛି। ମୋଦି ଲଞ୍ଚ କରୁଛନ୍ତି ଇଣ୍ଡିଆର ପ୍ରଥମ ନ୍ୟାସନ୍ ୱାଇଡ୍ HPV ହ୍ୟୁମାନ୍ ପାପିଲୋମା ଭାଇରସର ଭ୍ୟାକ୍ସିନ୍ କ୍ୟାମ୍ପେନ୍, ଯେଉଁଟାକି ଆଜମେର ରାଜସ୍ଥାନରେ। ଭ୍ୟାକ୍ସିନ୍ର ନାଁ ଅଛି ଗାର୍ଡାସିଲ୍ 4, ଯେଉଁଟାକି 9ରୁ 14 ବର୍ଷର ବାଳିକାମାନଙ୍କୁ ଦିଆଯିବ। ଟାଇପ୍ 6, 11, 16 ଆଉ 18 ଚାରି ପ୍ରକାର ଭାଇରସକୁ ଦମନ କରିବ। ଏଇଟା ଏଲିମିନେଟ୍ କରିବ ସର୍ଭାଇକାଲ୍ କ୍ୟାନ୍ସର, ଯେଉଁଟାକି ମହିଳାମାନଙ୍କ ମଧ୍ୟରେ ଦେଖାଯାଏ। ପାକିସ୍ତାନ ଏୟାର ଷ୍ଟ୍ରାଇକ୍ କରିଛି ଆଫଗାନିସ୍ତାନ ଉପରେ ରାତି। ଗଜବ-ଲିଲ୍ ହକ୍ ଅପରେସନ୍ ନାଁ ଦେଇଛି। ସଞ୍ଜୟ ସେଠ୍ ଯିଏ ହେଉଛନ୍ତି ମିନିଷ୍ଟର ଅଫ୍ ଷ୍ଟେଟ୍ ଅଫ୍ ଡିଫେନ୍ସ, ସିଏ ଇନାଗୁରେଟ୍ କରିଛନ୍ତି ତାରମ୍ ଚୁ ବେଲି ସସ୍ପେନ୍ସନ୍ ବ୍ରିଜ୍, ଯେଉଁଟାକି ନର୍ଥ ସିକିମ୍ରେ ରିଷ୍ଟୋର କରାଯାଇଛି ରୋଡ଼ଟାକୁ। ଚୁଙ୍ଗଥାଙ୍ଗ ଲେଚେନ୍ ରୋଡ଼ରେ ଅଛି, ଯେଉଁଟାକି ରିଷ୍ଟୋର କରାଯାଇଛି BRO ବଡ଼ ରୋଡ଼ ଅର୍ଗାନାଇଜେସନ୍ ଦ୍ୱାରା ରିଷ୍ଟୋର କରାଯାଇଛି। INS ଅଞ୍ଜଦୀପ ଜଏନ୍ କରିଛି ନାଭି କୋଷ୍ଟାଲ ସିକ୍ୟୁରିଟି ଫ୍ଲିଟ୍ ଚେନ୍ନାଇରେ, ଯେଉଁଟାକୁ କୁହାଯାଉଛି ଡଲଫିନ୍ ହଣ୍ଟର ମଧ୍ୟ କୁହାଯାଉଛି, ଯେଉଁଟାକୁ ଡିଟେକ୍ଟ କରିବ ଏନିମିକୁ କୋଷ୍ଟାଲ ଏରିଆରେ। ଏଇଟା ହେଉଛି ଗୋଟେ ଆଣ୍ଟି ସବମରିନ୍ ୱାରଫେୟାର। ଦିଲ୍ଲୀ ଲଞ୍ଚ କରୁଛି ଜନସୁନୱାଇ ପୋର୍ଟାଲ ଆଉ ଆପ୍, ଯେଉଁଟାକି ହେଲ୍ପଲାଇନ୍ ନମ୍ବର 102 ଅଛି ମଧ୍ୟ। ଏଥିରେ ପବ୍ଲିକ୍ ତାଙ୍କର ଅଭିଯୋଗ ଦେଇପାରିବେ। ତ୍ରିପୁରା ଲଞ୍ଚ କରୁଛି ନାରୀ ଅଦାଲତ, ଯେଉଁଟାକି 10ଟା ପଞ୍ଚାୟତରେ ନାରୀମାନଙ୍କ ଉପରେ ଅତ୍ୟାଚାରକୁ ସୁନୱାଇ ହୋଇପାରିବ। ମାଙ୍ଗାଲୋର ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟ, ଯେଉଁଟାକି ଅଛି ମାଙ୍ଗାଲୋର କର୍ଣ୍ଣାଟକରେ, ସେଇଟା ବେଷ୍ଟ ଏୟାରପୋର୍ଟ ଆଟ୍ ଆରାଇଭାଲରେ ପ୍ରାଇଜ୍ ପାଇଛି 2025 ଏୟାରପୋର୍ଟ ସର୍ଭିସ୍ କ୍ୱାଲିଟି କଷ୍ଟମର ଏକ୍ସପିରିଏନ୍ସ ଆୱାର୍ଡ଼ରେ। CM-302 ମିସାଇଲ୍, ଯେଉଁଟାକି ଚାଇନା ଲଞ୍ଚ କରିଛି, ଆଉ ସାୟଦ 3G ମିସାଇଲ୍, ଯେଉଁଟାକି ଇରାନ ଲଞ୍ଚ କରିଛି।